ଭଗବାନଙ୍କ ସେବା ନିମିତ୍ତ ସେ ସର୍ବଦା ନିର୍ଭୟ ଓ କର୍ମଠ ଏବଂ ଏଥି ନିମିତ୍ତ ସେ କେବେ ହେଲେ ରାଗ ଦ୍ୱେଷର ବଶବର୍ତ୍ତୀ ହୁଅନ୍ତି ନାହିଁ। ନିଜର ଇନ୍ଦ୍ରିୟ ସୁଖ ପାଇଁ ବିଷୟବସ୍ତୁକୁ ଗ୍ରହଣ କରିବାକୁ ଆସକ୍ତି କୁହାଯାଏ ଏବଂ ଏ ପ୍ରକାର ଇନ୍ଦ୍ରିୟ ସୁଖ ଭୋଗ କାମନା ବା ଆସକ୍ତିରୁ ଦୂରେଇ ଯିବାକୁ ଅନାସକ୍ତ ଭାବ ବୋଲି କୁହାଯାଏ। କିନ୍ତୁ ଯେ କୃଷ୍ଣ ଚେତନାରେ ସ୍ଥିର ହୋଇଯାଇଛି ତାଙ୍କର ଆସକ୍ତି ନାହିଁ କି ଅନାସକ୍ତି ନାହିଁ, କାରଣ ତାଙ୍କ ଜୀବନ କୃଷ୍ଣ ସେବାରେ ଭଗବତ ସେବାରେ ଉତ୍ସର୍ଗୀକୃତ ହୋଇଅଛି। ଫଳତଃ ସେ ଯେତେବେଳେ ତାଙ୍କର ଚେଷ୍ଟାରେ ବ୍ୟର୍ଥ ହୁଅନ୍ତି ସେତେବେଳେ ମଧ୍ୟ ସେ ରାଗନ୍ତି ନାହିଁ। କୃଷ୍ଣ ଚେତନଶୀଳ ବ୍ୟକ୍ତି ସର୍ବଦା ତାଙ୍କ ଲକ୍ଷ୍ୟରେ ସ୍ଥିର ଥାଆନ୍ତି।